ଠାକୁରଦା ମତେ ତାଙ୍କ ରୁମ୍କୁ ଗପ ଶୁଣେଇବାକୁ ଡାକିଲେ। ଆଉ ସେଠି ମୁଁ ଠାକୁରଦା ମତେ ତାଙ୍କ ରୁମ୍ ଭିତରେ ହଠାତ୍ ନମସ୍କାର ବନ୍ଧୁଗଣ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲରେ ସ୍ୱାଗତ। ଏହି କଥାଟିକୁ ଆପଣ ସମସ୍ତଙ୍କୁ କହିଲା ବେଳକୁ ମୁଁ ଦେହ କଣ ହେଇଯାଉଛି, ଯାହା ମୋ ସହ ଏହି ଖରାଛୁଟି ଆମ ଗାଁରେ ଗୋଟେ ରୁମ୍ ଗୀତରେ ଘଟିଯାଇଥିଲା। ମୁଁ ସୁପ୍ରିୟା, ବୟସ 22। ମୋର ଜୀବନର ସବୁଠୁ ଅଦ୍ଭୁତ, ମଜେଦାର ଓ ଭଲ ପାଇବାର ଅଧ୍ୟାୟ ଆରମ୍ଭ ହେଲା ଗତବର୍ଷ ବରମୀର ଛୁଟିରେ। କଲେଜ ବନ୍ଧା ଥିଲା ଓ ମୋ ମାଙ୍କ ଜୋରରେ ଗାଁକୁ ଯିବାକୁ ପଡ଼ିଲା। ମୋର ଠାକୁରଦାଙ୍କ ଘର। ସତ୍ୟ କହିଲେ ଠାକୁରଦାଙ୍କ ସହ ମୋର ବିଶେଷ ମେଳନ ନଥିଲା। ଛୋଟବେଳେ ତାଙ୍କର ଗୋଡ଼େ ଚଢ଼ି ଲଡ୍ଡୁ ଖାଇଥିଲି, ତାପରେ ବହୁତ ଦିନ ଦେଖା ହେଇନି। ମା କହୁଥିଲେ, ତୁମ ଠାକୁରଦା ଦେଖିଲେ ଆଜି ବି ଛୋଟ ଶିଶୁ ହେଇଯାନ୍ତି। ମୁଁ ହସି ଦେଇ କହୁଥିଲି, ଛୋଟ ଶିଶୁ ମାନେ କେତେ? ମା ହସିଥିଲେ, ତୁମେ ଦେଖ ବୁଝିବ। ଗାଁ ପହଞ୍ଚିବା ପରେ ଘର ସାମ୍ନାରେ ଜଣେ ଥିଲେ, ଧଳା ଦାଢ଼ି, ଧଳା କୁର୍ତ୍ତା, ମୁହଁରେ ଗୋଟିଏ ଅଜଣା ହସ, ଯାହା ଦେଖି ମୋର ହୃଦୟ ଭଲ ପାଇବାରେ ଭରିଗଲା। ଏହିକି ସେ ମୋର ଠାକୁରଦା, ମୁଁ ମନେ ମନେ ଭାବିଲି। ସେ ମୋତେ ଦେଖି ଅଚାନକ ହସିଦେଲେ। ଏହି ମୋର ସୁପୁନି, ଆହା ମୋର ନୟନ ଭଳି ଲାଗୁଛୁ। ମୋର ମନ ଭିତରେ ଗୋଟିଏ ଅଜଣା କମ୍ପନ ହେଲା, ଯେପରିକି ଏହି ହସରେ କିଛି ଗୁପ୍ତ ମୟା ଅଛି। ସେ ମୋର ହାତ ଧରି ଘର ଭିତରକୁ ନେଲେ। ମୁଁ ଅଳ୍ପ ଲାଜ୍ଜିତ ହେଲି, କିନ୍ତୁ ସେ ହସିଦେଇ କହିଲେ, ତୋ ହାତ ମୋ ହାତରେ ପେକେଇ ରହ, ଗାଁର ମୋଡ଼େ ହୋଚଟା ଖାଇ ପଡ଼ିବୁନି। ତାଙ୍କର ଶବ୍ଦ ଏମିତି ଥିଲା, ଆଦର ଭରା, ହସିକିଆ ଓ ଅଜଣା ଭାବରେ ମୋତେ ଆକର୍ଷିତ କରୁଥିଲା। ଘର ଭିତରେ ଘୁସିଲି। ସେ ମୋତେ ନିଜ ଆସନରେ ବସାଇଲା। ଏଠିରେ ବସ, ଏଠି ମୋ ପାଖରେ ରହ, ତୁମେ ଯେ ଆସିଛ ଘରଟା ଆଲୋକିତ ହେଇଗଲା। ମୁଁ ହସିଦେଇ କହିଲି, ଏତେ ଆଦର କାହିଁକିନି? ସେ କହିଲେ, ଏହି ଆଦର ଆଜି ଆରମ୍ଭ ହେଲା, ଏବେ ଦେଖିବୁ ଏଠିରୁ ଚାଲିଯିବାକୁ ମନ ହେବନି। ସେ ମୋର ପାଇଁ ମୁଢ଼ି, ଆମ୍ବ ଓ ଚା ନେଇ ଆସିଲେ। ମୁଁ ହସି ହସି ଖାଇଥିଲି। ସେ ମୋର ମୁହଁକୁ ଦେଖି ଦେଖି ହସୁଥିଲେ। ତାପରେ ମୁଁ ଭିତରେ ଅନୁଭବ କଲି, ଏହା କେବଳ ଠାକୁରଦା ନାତି ସମ୍ବନ୍ଧ ନୁହେଁ, ଏହା ଅଜଣା ଅନୁଭୂତିର ଆରମ୍ଭ ହେଉଛି। ରାତିରେ ଘରର ଛାତରେ ବସିଥିଲୁ। ଆକାଶର ଚନ୍ଦ୍ର ଓ ମଧୁର ହାବା ଚାଲୁଥିଲା। ସେ ମୋତେ ଗପ କହିବା ଆରମ୍ଭ କଲେ। ଯୁବକ ବେଳେ ତାଙ୍କର ଭଲ ପାଇବା, ମଜା ଓ ଭୋଲା ଭୁଲ। ସେ କେତେ ହସୁଥିଲେ। ମୁଁ ମନେ ମନେ ଭାବିଲି, ଏହି ମଣିଷ ଠାକୁରଦା ନୁହେଁ, ମୋର ଗୋଟିଏ ଅଜଣା ମିତ୍ର। ଯେତେବେଳେ ସେ ହସିଦେଲେ, ମୋର ହୃଦୟ ଧଡ଼କିଗଲା। କେବେ ମୁଁ ତାଙ୍କର ଆଖିରେ ହସୁଥିଲି, କେବେ ସେ ମୋର ହସରେ ହସୁଥିଲେ। ଏମିତି ଥିଲା ଯେପରିକି ଆମେ ଦୁଇଜଣ ଗୋଟିଏ ଅଜଣା ମିଳନର ପାଠ ପଢ଼ୁଛୁ। ସେ ରାତି ମୋର ଜୀବନରେ ଗୋଟିଏ ଅଦ୍ଭୁତ ସସ୍ପେନ୍ସ ଛାଡ଼ିଗଲା। ଏହି ଭଲ ପାଇବା କିପରି ଭଲ ପାଇବା, ମୁଁ ନିଜେ ଜାଣିପାରୁନି, କିନ୍ତୁ ହୃଦୟ କହୁଥିଲା, ଏହି ଗଳ୍ପ ଏଠି ଆରମ୍ଭ ହେଲା ମାତ୍ରୁ। ପରାବତୀ ସକାଳରେ ମୁଁ ଉଠିଲି। ଘରର ଆଙ୍ଗନରେ ସେ ବସିଛନ୍ତି, ହାତରେ ଆଖିଲା ଚା ଓ ଥୋଡ଼ା ଆଖିଲା ଚିନ୍ତା। ସୂର୍ଯ୍ୟ ଉଠି ଆସିଛି। ସେ ଧଳା ଧାଡ଼ିରେ সোনাର ଆଲୋକ ପଡ଼ୁଛି। ମୁଁ ଦୂରୁ ଦେଖି ଭାବିଲେ, ଆହା, ମୋ ଠାକୁରଦ କେତେବେଳେ ଏମିତି ହ୍ୟାଣ୍ଡସମ୍ ଲାଗିଥିଲେ। ସେ ମୋତେ ଦେଖି ହସିଲେ। ଉଠିଗଲା ମୋର ରାଜକୁମାରୀ, ଦେଖ ମୋର ଚା ବି ଥଣ୍ଡା ହେଲା। ତୁ ନାହିଁ ଥିଲେ ମୋର ଅସାର ନାହିଁ। ମୁଁ ହସିଦେଇ କହିଲି, ଠାକୁରଦା, ଏହିସବୁ କଥା ଆପଣ ସବୁ ଲୋକଙ୍କୁ କହୁଛନ୍ତି? ସେ ଛାତି ଧରି କହିଲେ, ନା, ଏ ଶବ୍ଦ ମୋର ସୁପୁଣି ପାଇଁ, ଅନ୍ୟ କେହି ପାଇଁ ନୁହେଁ। ମୁଁ ଲଜ୍ଜିତ ହେଲା, କିନ୍ତୁ ଭିତରେ ଭିତରେ ହସିଲା। ସେ ମୋତେ ଚା ପିଇବାକୁ ଦେଲେ, ହାତରେ ପିଆଇ ଦେଲେ ଓ ହସିଦେଇ କହିଲେ, ଏବେ ତୁ ମୋର ଛୋଟ ସହାୟିକା। ଆଜି ମୋ ସହ କ୍ଷେତ ଯାଇବୁ, ତୁଳସୀ ଦେଖିବା ଓ ମୋର ପ୍ରଭାତର ଯାତ୍ରା କରିବୁ। ମୁଁ ଭାବିଲେ, ଏହି ବୁଢ଼ା ଠାକୁରଦ ତ ଖୁବ୍ ଫନି, କିନ୍ତୁ ତାଙ୍କ ସହିତ ରହିଲେ ଲାଗୁଥିଲା ମୋର ସବୁ ଚିନ୍ତା ଦୂରେ ଯାଉଥିଲା। କ୍ଷେତକୁ ଗଲେ। ସେ ମତେକୁ ଛତା ଧରି ଚାଲୁଥିଲେ। ସୂର୍ଯ୍ୟ ତୁମ ମୁଖରେ ପଡ଼ିବ ନାହିଁ, ମୋର ସୁପୁଣି କଳା ହେଇଯିବ। ମୁଁ ହସିଦେଇ କହିଲି, ଆପଣ ତ ପୁରା ଫିଲ୍ମୀ। ସେ କହିଲେ, ତମେ ତ ହିରୋଇନ୍ ଲାଗୁଛ। ଗାଁର ଲୋକମାନେ ହସୁଥିଲେ। ଓହୋ, ଠାକୁରଦା ଓ ନାତି ଯୋଡ଼ି ଦେଖ, ସାଙ୍ଗେ ସାଙ୍ଗେ ହସୁଛନ୍ତି। କିନ୍ତୁ ମୁଁ ଜାଣିଥିଲି, ଏ ହସି ପିଛାରେ କିଛି ଅଲଗା ଭାବନା ଅଛି। ସେ ମୋର ଛୋଟି ଛୋଟି କଥାରେ ହସେ, ମୋର ଆଖିରେ ଦେଖି ପଢ଼ୁଥିଲେ। ମୁଁ ମନେ ଭିତରେ ଭାବିଲେ, କିଏ କହା, ଭଲ ପାଇବା କେବଳ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ମଧ୍ୟରେ ହୁଏ? ଏହା ତ ଗୋଟିଏ ଅଲଗା
ଅଦ୍ଭୁତ ପ୍ରେମ। ରାତି ଆସିଲା। ସେ ମୋର ପାଇଁ ଗୋଟିଏ ଛୋଟ ସରପ୍ରାଇଜ୍ ରଖିଥିଲେ। ମୋର ଛୋଟ ଛୋଟ ଫଟୋ ଆଲବମ୍, ମୋର ଛୋଟ ବେଳର ଫଟୋ ଓ ତାଙ୍କର ହାତରେ ଲିଖିତ ଗୋଟିଏ ନୋଟ୍। ମୋ ସୁପଣୀ, ମୋର ଛୋଟ ରାଣୀ, ମୋର ହୃଦୟର ଅଂଶ। ମୁଁ ଛୁପ୍ ଛୁପ୍ ଭାବରେ ସେ ନୋଟ୍ ପଢ଼ିଲି ଓ ଠାକୁରଦାକୁ ଦେଖି କହିଲି, ଆପଣ ମୋତେ ଏତିକି ମିଠା କଥା କହିଲେ ମୁଁ ତ ପାରିଲେ ରହିବି ନାହିଁ। ସେ ହସିଦେଇ କହିଲେ, ତାହେଲେ ନ ରୁହ, ମୋର ପାଖି ରୁହ, ଏଥିରେ ମୋର ଜୀବନର ମଜା ଅଛି। ମୁଁ ସେଦିନରୁ ପ୍ରତିଦିନ ତାଙ୍କ ସହିତ ରହିବାକୁ ଆରମ୍ଭ କରିଲି। ଚା ଟାଇମ୍ରେ ହସି, ଖାଦ୍ୟବାସରେ ଭୁଲ ଓ ରାତିରେ ଚନ୍ଦର ତଳେ ଗଳ୍ପ। ସେ ମୋତେ କହୁଥିଲେ, ତୁ ମୋର ଛୋଟ ସାଥୀ। ତୁ ଆସିଲି ମୋର ବୁଢ଼ାପଣ ସୁନ୍ଦର ହେଇଗଲା। ମୁଁ କହୁଥିଲି, ଠାକୁରଦା, ଆପଣ ମୋର ସବୁଠାରୁ ଭଲ ଫ୍ରେଣ୍ଡ। କିନ୍ତୁ ଭିତରେ ଭିତରେ ମୋର ହୃଦୟ କହୁଥିଲା, ଏ ଫ୍ରେଣ୍ଡ ନୁହେଁ, ଏହା ଗୋଟିଏ ଅଲଗା ଭଲ ପାଇବା, ଯେ ଭିତରେ ପ୍ରେମ, ସ୍ନେହ ଓ ହସାର ମିଶ୍ରଣ ଅଛି। ସେଇ ରାତି ଆମେ ଦୁଇଜଣ ଛତିରେ ବସିଥିଲୁ। ସେ ଆକାଶକୁ ଦେଖି କହିଲେ, ଦେଖ ସୁପୁଣି, ଏହି ତାରା ତୁମ ଛତିରେ ଚମକୁଛି। ମୁଁ ପୁଛିଲି, କାହା ତାରା? ସେ କହିଲେ, ସେ ତାରା ଯାହା ମୋର ଭଲ ପାଇବାରେ ଚମକି ରହିଛି। ମୁଁ ହସିଲି, କିନ୍ତୁ ଆଖିରେ ପାଣି ଆସିଲା। କହିଲି, ଠାକୁରଦା, ମୁଁ ଆସୁଥିଲା ଥୋଡ଼ା ଦିନ ପାଇଁ, କିନ୍ତୁ ଲାଗେ ମୋର ମନ ଏଥିରେ ରହିଯିବ। ସେ ହଲକା ଭାବରେ କହିଲେ, ମନ ଏଥିରେ ରହିଯିବ, ମୁଁ ତତେ ରଖିବି। ସେ ରାତିର ସେ ଶବ୍ଦ ମୋର ହୃଦୟରେ ଅଛି ଆଜି ପର୍ଯ୍ୟନ୍ତ। ସେ ଭଲ ପାଇବା, ସେ ହସି, ସେ ମଜା, ସବୁ ମୋର ଜୀବନର ସବୁଠାରୁ ସୁନ୍ଦର ଗୋପନ ଗଳ୍ପ ହେଲା। ସେ ଦିନ ମନେ ହେଲା ମୋର ଜୀବନର ସବୁଠାରୁ ସୁନ୍ଦର ସମୟ। ପ୍ରତିଦିନ ମୁଁ ଠାକୁରଦା ସହିତ କିଛି ନୂଆ କଥା ଶିଖୁଥିଲି, ନୂଆ ମଜା ପାଉଥିଲି। ସେ ମୋର ପାଇଁ ଚା ବନଉଥିଲେ, ମୁଁ ତାଙ୍କ ପାଇଁ କ୍ଷୀର ପକାଉଥିଲି। ସେ କହୁଥିଲେ, ତୁ ପକା ଚା ମଧୁର, ତୁ ପକା କ୍ଷୀର ମଧୁର, କିନ୍ତୁ ତୁମ ହସ ତ ସବୁଠୁ ମଧୁର। ମୁଁ ହସିଥିଲି, ଏଇସବୁ କହିଲେ ମୁଁ ଘୁମ ଭିତରେ ବି ହସିବି। ଠାକୁରଦାର ସ୍ୱଭାବ ଅସାଧାରଣ ଥିଲା। ସେ ଛୋଟ ଛୋଟ ଜିନିଷରେ ଖୁସି ପାଉଥିଲେ। ଗୋଟେ ଦିନ ସେ ମୋର ଫଟୋ ତୋଳୁଥିଲେ ଫୋନରେ। ମୁଁ କହିଲି, ଆରେ, ଆପଣ କ୍ୟାମେରା ସମ୍ଭାଳି ପାରିବେ? ସେ କହିଲେ, ତୁମ ଛବି ପଖିବା ମୋର ସବୁଠୁ ବଡ଼ କାଳା। ମୁଁ ଲଜ୍ଜିତା ହେଲି, କିନ୍ତୁ ହସିଦେଇ କହିଲି, ଆହା, ଏ ବୁଢ଼ା ତ ପୁରା ଶାୟର। ସନ୍ଦେହ ନାହିଁ, ମୁଁ ସେଦିନରୁ ଭିତରେ ଭିତରେ ଏକ ଅଲଗା ଭାବ ଅନୁଭବ କରୁଥିଲି। ମୁଁ ତାଙ୍କୁ ଦେଖିବାକୁ ଇଚ୍ଛା କରୁଥିଲି। ସେ ଯେବେ କାହା କହୁଥିଲେ, ମୁଁ ସେ ଶବ୍ଦରେ ହାରିଯାଉଥିଲି। କେବେ ମୁଁ ଭାବିଲେ, ଏଇ ଭଲ ପାଇବା ତ କ'ଣ? ମୁଁ ନିଜର ମନରେ କହୁଥିଲି, ଏ ଭଲ ପାଇବା ସମ୍ମାନରେ, ସ୍ନେହରେ ଓ ସେ ଆଦରରେ ଅଛି ଯାହା କେବେ ବୋଲି କହାଯାଏ ନାହିଁ। ଗୋଟେ ବେଳା ସନ୍ଧ୍ୟା ସମୟ। ଠାକୁରଦା ଭେରାଣ୍ଡାରେ ବସି ଫ୍ଲୁଟ୍ ବଜାଉଛନ୍ତି। ସେଇ ସୁର ଏପରି ମଧୁର ଥିଲା ଯେ ମୋର ଆଖିରେ ପାଣି ଆସିଲା। ମୁଁ ପୁଛିଲି, ଏହି ସୁର କ'ଣ? ସେ କହିଲେ, ଏହା ମୋର ଅନ୍ତରର ସୁର। ଯେତେବେଳେ ତୁ ଆସିଲୁ, ମୋର ଫ୍ଲୁଟ୍ ପୁଣି ଥରେ ବଜିବା ଶିଖିଲା। ସେ କଥା ମୋର ହୃଦୟକୁ ଛୁଇଁଗଲା। ମୁଁ ଛୁପ୍ ଛୁପ୍ ତା ପାଖରେ ବସିଗଲା। ସେ କହିଲେ, ତୁ ଛୁପ କାହାରେ? ମୁଁ କହିଲି, ମୁଁ ଭାବୁଛି ଆପଣ ମୋର ଜୀବନରେ କେତେ ଅଲକ ଆଣିଛନ୍ତି। ସେ ହସ ଦେଇ କହିଲେ, ତୁ ମୋର ଜୀବନର ପ୍ରେରଣା, ସୁପୁଣି। ମୋର ଦିନ ଆରମ୍ଭ ହୁଏ ତୁମ ହସରେ। ସେ କଥା ମୋର ଅନ୍ତରରେ ଗୁଣଗୁଣିବାକୁ ଲାଗିଲା। ମୁଁ ଭାବିଲେ, ଏଇ ଭଲ ପାଇବା ତ କେବଳ ବନ୍ଧନ ନୁହେଁ, ଏହା ଗୋଟିଏ ଭଲ ଆଶା, ଗୋଟିଏ ହୃଦୟର ନିଶ୍ୱାସ। ସେଦିନ ଆମେ ଦୁଇଜଣ ଗାଁର ମେଳାକୁ ଗଲେ। ସେ ମୋତେ ଆଇସ୍କ୍ରିମ୍ କିଣିଦେଲେ ଓ କହିଲେ, ତୁ ଖାଉ, ମୁଁ ଦେଖିବି। ମୁଁ କହିଲି, କାହିଁକି? ଆପଣ ଖାଆନ୍ତୁ। ସେ କହିଲେ, ତୁମ ଖୁସି ଦେଖିବା ମୋର ମିଠାସ। ସେଇ ଶବ୍ଦ ଶୁଣି ମୁଁ ଛୁପ୍ ଛୁପ୍ ଭାବରେ ହସିଲି। କିନ୍ତୁ ଅନ୍ତରରେ ଏକ ଭୟ ବି ଲାଗୁଥିଲା। ଯେବେ ମୁଁ ଛାଡ଼ି ଚାଲିଯିବି, ତାହେଲେ ଏଇ ସବୁ ଶେଷ ହେଇଯିବ। ରାତିର ବେଳା। ମୁଁ ଛତିରେ ଉଠିଲି। ଠାକୁରଦା ଥିଲେ, ଚନ୍ଦ୍ରର ଆଲୋକରେ ସେ ବସିଥିଲେ। ମୁଁ ଛୁପ୍ ଛୁପ୍ ତାଙ୍କ ପାଖରେ ବସିଲି। ସେ କହିଲେ, ତୁ ଘୁମ ନାହିଁ? ମୁଁ କହିଲି, ନାହିଁ, ମୋର ମନ ଘୁମ ନାହିଁ। ଏଇ ସବୁ ଭଲ ପାଇବା ସପନ ପରି ଲାଗୁଛି। ସେ କହିଲେ, ସପନ ନୁହେଁ ସୁପୁଣି, ଏ ଜୀବନର ସୁନ୍ଦର ଅଧ୍ୟାୟ। ମୁଁ କହିଲି, କିନ୍ତୁ ଏ ଅଧ୍ୟାୟ ଶେଷ ହେଇଯିବ ତ? ସେ ହଲକା ହସିଲେ। ମୋର ମଥାରେ ହାତ ରଖି କହିଲେ, ନା, ଏ ଭଲ ପାଇବା କେବେ ଶେଷ ହୁଏ ନାହିଁ। ତୁ ଯୋଉଠି ବି ରହିବୁ, ମୁଁ ରହିବି, କିନ୍ତୁ ଏଇ ହସାର ବନ୍ଧନ ସଦା ରହିବ। ମୁଁ ତାଙ୍କୁ ଆଖିରେ ଦେଖି କହିଲି, ଠାକୁରଦା,
ମୁଁ ତୁମ ବିନା ମୋର ଜୀବନ କଳ୍ପନା କରିପାରିବି ନାହିଁ। ସେ କହିଲେ, ମୋର ସୁପୁଣି, ମୁଁ ବି ତୁମ ବିନା ମୋର ପ୍ରତିଦିନ ଆରମ୍ଭ କରିପାରିବି ନାହିଁ। ସେଇ ରାତିରେ ଆମେ ଦୁଇଜଣ ତାରା ଗଣନା କରୁଥିଲୁ ଓ ମୁଁ ମନରେ ଭାବିଲେ, ଏଇ ମଣିଷ ମୋର ଜୀବନର ସବୁଠାରୁ ସୁନ୍ଦର ଅଂଶ। ସମୟ କେତେ ଶୀଘ୍ର କଟିଗଲା। ଯାହା ଦିନ ମୁଁ ଗାଁକୁ ଆସିଥିଲି, ସେଇ ଦିନ ମୋର ମନ ଭାବିଥିଲା ଯେ ଏହା କେବଳ ଛୁଟି। କିନ୍ତୁ ଏବେ ପ୍ରତ୍ୟେକ ବେଳ ମୁଁ ଭାବୁଥିଲି, ଏହି ଘର, ଏହି ଠାକୁରଦା ମୋର ଜୀବନର ଅଂଶ ହେଇଗଲେ। ସେଇ ସକାଳରେ ମୁଁ କଲେଜର ଫୋନ୍ ପାଇଥିଲି। କ୍ଲାସେସ୍ ଆରମ୍ଭ ହେଲା। ମୁଁ ଖୁସି ହେବା ଉଚିତ ଥିଲା, କିନ୍ତୁ ମନେ ଏକ ଭାରି ପଥର ପରି ଲାଗୁଥିଲା। ଠାକୁରଦା ବାହାରେ ଥିଲେ, ତୁଳସୀକୁ ଜଳ ଦେଇ ହସୁଥିଲେ। ମୁଁ ତାହା ଦେଖି ଭାବିଲେ, ମୁଁ କେମିତି କହିଦେବି ଯେ ମୁଁ ଚାଲିଯାଉଛି। ମୁଁ ଛୁପ୍ ଛୁପ୍ ତା ପାଖରେ ଗଲେ। ସେ ମତେ ଦେଖି କହିଲେ, ଏହି ମୋର ସୁପୁନି, କ'ଣ ଭାବୁଛୁ ଏଟିକି? ମୁଁ ହସିଦେଇ କହିଲି, କିଛି ନୁହେଁ ଠାକୁରଦା, ବସ୍ ମୋର ମନ ଭାରି ଲାଗୁଛି। ସେ କହିଲେ, ମୋର ମନ ବିତା, ତୁ ଯେ ଆସି ମୋର ଜୀବନର ରଙ୍ଗ ବଦଳେଇ ଦେଲେ। ମୁଁ ତା ମଥାରେ ହାତ ରଖି କହିଲି, ଠାକୁରଦା, ମୋର କ୍ଲାସେସ୍ ଆରମ୍ଭ ହେଲା, ମୁଁ କାଲିର ଟ୍ରେନରେ ଯିବ। ସେ ଚୁପ୍ ହେଲା। ହାତରେ ଜଳ ଥିବା ଲୋଟା ଧୀରେ ଭିତରେ ରଖିଦେଲେ। କିଛି ବେଲା ସେ କହିଲେ ନାହିଁ, କେବଳ ମୋର ଦିଗରେ ଛୁପ୍ ଛୁପ୍ ଦେଖୁଥିଲେ। କିଛି ବେଳ ପରେ ସେ ହାଲକା ହସି କହିଲେ, ଦେଖ ସୁପୁନି, ଜୀବନରେ ସବୁଠାରେ ବିଦାୟ ହୁଏ, କିନ୍ତୁ ଭଲ ପାଇବା ବିଦାୟ ଜାଣେନା। ମୁଁ ଅଖିରେ ପାଣି ସହ କହିଲି, ମୁଁ ପ୍ରତିଦିନ ଫୋନ୍ କରିବି। ସେ କହିଲେ, ଫୋନ୍ରେ ଶବ୍ଦ ମିଳିବ, କିନ୍ତୁ ହସ ତ ଆସିବ ନାହିଁ। ତଥାପି ମୁଁ ପ୍ରତିଦିନ ତୁମ ଅଖିରେ ଭାବିବି। ସେଇ ରାତିରେ ମୁଁ ଠାକୁରଦିରା ପାଖରେ ବସି ରହିଲି। ସେ ମୋର ହାତ ଧରି କହିଲେ, ମୋର ହାତ ତା ପାଖେଇ ରହ, ତୁ ଯୋଉଠି ବି ଥିବ, ତୋ ସମୟ ମୋର ହୃଦୟର ଏକ ଅଂଶ ତୁ ନେଇଯିବୁ। ମୁଁ କହିଲି, ତାହେଲେ ମୋର ହୃଦୟର ଏକ ଅଂଶ ଏଥିରେ ରହିଯିବ। ଦୁଇଜଣକ ଅଖିରେ ହାଲକା ପାଣି ଆସିଲା, କିନ୍ତୁ ସେ ହସିଲେ, ଆହା ହା, ମୋର ସୁପୁନିତା ପୁରା ଫିଲ୍ମ ହିରୋଇନ୍। ମୁଁ ହସିଲି, କିନ୍ତୁ ଭିତରେ ଭିତରେ କାଣ୍ଠ ହେଲା। ପରବର୍ତ୍ତୀ ସକାଳ, ଟ୍ରେନ୍ ଷ୍ଟେସନ। ସେ ଧଡ଼ାଧାଡ଼ିରେ ହାତରେ ମୋର ବ୍ୟାଗ୍ ଧରିଛନ୍ତି। ମୁଁ କହିଲି, ଠାକୁରଦା, ବ୍ୟାଗ୍ଟା ମୁଁ ନେବି। ସେ କହିଲେ, ନା, ମୋର ସୁପୁନି ଯେତେ ଦିନ ମୋର ସାମ୍ନାରେ ଅଛି, ମତେ ଲାଗିବ ମୁଁ ଅଭିବି ଯବାନ। ଟ୍ରେନ୍ ଆସିଲା। ସେ ବ୍ୟାଗ୍ଟା ସିଟ୍ରେ ରଖିଦେଲେ, ମୋର ହାତ ଧରି କହିଲେ, ଯାଉ ମୋର ସୁପୁନି, ପାରିବୁ ତ ସବୁ ସ୍ମୃତି ସମ୍ଭାଳି ରଖିବାକୁ? ମୁଁ କହିଲି, ଏସବୁ ମୋର ହୃଦୟର ଖାତାରେ ଲେଖି ରଖିବି। ଟ୍ରେନ୍ ଚାଲି ଆସିଲା। ମୁଁ ଖିଡ଼ିକିରେ ଦେଖୁଥିଲି। ସେ ଅଖିରେ ସେ ଧଡ଼ାଧାଡ଼ି, ସେ ହସ, ସେ ହାତ ହେଲାଉଛନ୍ତି। ମୁଁ ହସୁଥିଲି ଓ ଅଖିରେ ପାଣି ଆସୁଥିଲା। ଟ୍ରେନ୍ ବାହାରେ ଧୂଳି ଓ ହାୱା ଚାଲୁଥିଲା, କିନ୍ତୁ ମୋର ହୃଦୟ ଥିଲା ସେ ଗାଁର ଅଙ୍ଗଣାରେ, ମୋର ଠାକୁରଦାର ହସରେ। କିତିଦିନ ପରେ ବି ଯେବେ ମୁଁ କଲେଜର ଭିଡ଼ରେ ଥକି ଯାଉଛି, ମୋର ମନ କହି କହି କହୁଛି, ଠାକୁରଦା ଏବେ ତୁଳସୀକୁ ଜଳ ଦେଇ ହସୁଛନ୍ତି, ମୋର ଆଶାର ଅପେକ୍ଷା କରୁଛନ୍ତି। ପ୍ରତିଦିନ ରାତିରେ ମୁଁ ତ ଫୋନ୍ କରୁଥିଲି। ସେ କହୁଥିଲେ, ସୁପନି, ତୁ ହସିଛୁ କି? ମୁଁ କହୁଥିଲି, ହଁ, ହସିଦେଲି, କାରଣ ମୋର ଠାକୁରଦା ହସି ଦେଖିଲେ ମୋର ହୃଦୟ ଖୁସି ହୁଏ। ସେ କହୁଥିଲେ, ଏହି ହସ ମୋର ଜୀବନର ସୂର୍ଯ୍ୟ। କିଛି ମାସ ପରେ ମୁଁ ପୁଣି ଥରେ ଗାଁକୁ ଆସିଲି। ସେ ଅଙ୍ଗଣାରେ ବସିଥିଲେ। ମୋର ଦେଖି ସେ ହସିଲେ, ଦେଖ, ମୋର ଛୋଟ ସୂର୍ଯ୍ୟ ପୁଣି ଥରେ ଆସିଲା। ମୁଁ ଧୈର୍ଯ୍ୟ ରଖିପାରିଲିନି। ତାଙ୍କୁ ଗୋଟେ ଝାପି ଦେଇ କହିଲି, ମୁଁ ଆସିଛି, ମୋର ଠାକୁରଦା। ସେ ହସିଦେଇ କହିଲେ, ଏହି ହସ ଦେଖି ମୋର ସବୁ ବୁଢ଼ାପଣ ଭୁଲି ଯାଉଛି। ମୁଁ କହିଲି, ଏହି ଭଲ ପାଇବା ମୋର ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ। ଓ ମୋର ମନ କହୁଥିଲା, ପ୍ରେମ ସବୁଠାରେ ରୂପ ବଦଳେ, କିନ୍ତୁ ସତ୍ୟ ଭଲ ପାଇବା ସଦା ସ୍ନେହ ଓ ହସରେ ରହିଥାଏ। ମୁଁ ମୋର ଠାକୁରଦାକୁ ଭଲ ପାଏ ତ ମୋର ହୃଦୟର ସବୁଠାରୁ ସୁନ୍ଦର ମଣିଷ। ଏଇଠାରେ ଗଳ୍ପ ଶେଷ ହେଲା, କିନ୍ତୁ ସେ ଭଲ ପାଇବା ଶେଷ ହେଲା ନୁହେଁ। ଏହା ସଦା ସୁପ୍ରିୟା
ଓ ତାଙ୍କୁ ଠାକୁରଦାର ହୃଦୟରେ ଜୀବନର ସୁନ୍ଦର ସ୍ମୃତି ଭାବରେ ରହିଗଲା ଏକ ଆଦର, ଏକ ମଜାଦାର, ଏକ ପ୍ରେମର ଅନୁଭୂତି ଯେ କେବେ ମରେ ନାହିଁ। ଆଶା କରେ ଆପଣମାନଙ୍କୁ এই କାହାଣୀଟି ଭଲ ଲାଗିଥିବ। ନିହାତି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ମୋତେ ପ୍ରେରଣା ଦେବେ ଏବଂ କମେଣ୍ଟ ମାଧ୍ୟମରେ ଜଣେଇବେ। ଧନ୍ୟବାଦ।